ଆସ ଆମେ ପିଲାମାନେ ଆଜି ପଢ଼ିବା ପ୍ରଥମ ଶ୍ରେଣୀ ଖେଳନା ବହିର ମୋ ଗାଁ। ଦେଖରେ ନଈ ଯାଉଛି ବହି ତାକୁଳେ ଆମ ଗାଁ, ସେଇ ଗାଁର ପିଲାରେ ଆମେ ରଖିବୁ ତାର ନାଁ। ଖେଳି ଖେଳିକା ପୋଖରୀ ଜଳେ ତୋଳିବୁ କେତେ କଇଁ, ଖେଳିଛୁ ଦୋଳି ବର ଓହଳେ ହିସାବ ତାର ନାଇଁ। ବଣ ପାହାଡ଼ ତୋଟା ମାଳରେ ବଜାଏ ବଂଶୀ କିଏ, ଆହା କି ମିଠା ତାହାର ସୁର ଦୁଃଖକୁ ହରି ନିଏ। ସକାଳ ହେଲେ କୁକୁଡ଼ା ଡାକେ ଡାକେ ତାହାର ଚିଆଁ, ମିଆଉଁ ବୋଲି କଲେ ବିଲେଇ ମାରଇ ସିଏ ଟିଆଁ। ବୁଦା ମୂଳରୁ ବିଲୁଆ ଡାକେ ସଞ୍ଜ ଆସୋଇ ଯେବେ, ଆଳତି ହୁଏ ଗାଁ ମନ୍ଦିରେ ଘଣ୍ଟ ବାଜଇ ସେବେ। ଆମରି ଗାଁ ଆମରି ମା ସରଗ ଠାରୁ ବଡ଼, ତାହାରି ସେବା କରିବା ଆମେ ସବୁ କୁସୁମ କଢ଼। ଆସ ପ୍ରଶ୍ନ ଉତ୍ତର କରିବା। କ. କବିତାରେ ଗାଁଟି କେଉଁଠି ଥିବା କଥା କୁହାଯାଇଛି? କବିତାରେ କୁହାଯାଇଛି ନଈ କୂଳରେ। ଖ. ଗାଁ ପୋଖରୀରୁ କ'ଣ ତୋଳିବା କଥା କୁହାଯାଇଛି? ଗାଁ ପୋଖରୀରୁ ତୋଳିବା କଥା କୁହାଯାଇଛି କଇଁ। ଗ. ତୁମେ କେଉଁଥିରେ ଦୋଳି ଖେଳୁଛ? ତୁମେ ବର ଓହଳରେ ଦୋଳି ଖେଳୁଛ। ଘ. ସକାଳ ହେଲେ ଆମେ କେଉଁମାନଙ୍କର ଶବ୍ଦ ଶୁଣୁ? କୁକୁଡ଼ା ବିଲେଇର ଶବ୍ଦ ଶୁଣୁ। ଙ. ଗାଁରେ ସଞ୍ଜବେଳେ କ'ଣ ସବୁ ହୁଏ? ଗାଁ ମନ୍ଦିରରେ ଆଳତି ହୁଏ, ଘଣ୍ଟ ବଜାଇ ଆଳତି କରନ୍ତି। ଚ. କାହାକୁ ସରଗଠାରୁ ବଡ଼ ବୋଲି କୁହାଯାଇଛି? ଆମରି ଗାଁ ଓ ଆମରି ମା'କୁ ସରଗ ବୋଲି କୁହାଯାଇଛି। 2. ଶବ୍ଦ ଖେଳ। ସାଙ୍ଗମାନଙ୍କ ସହ ମିଶି କବିତାଟିକୁ ପଢ଼ିବା। କବିତାର ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ ଲାଗିଥିବା ଶବ୍ଦଗୁଡ଼ିକୁ ଉପଯୁକ୍ତ କୋଠରରେ ଲେଖିବା। ଅନୁସାର ଯୋଉ ସିଧାରେକି ଏଠି ତଳକୁ ଲେଖିବ ବଂଶୀ। ବିସର୍ଗ ତା ତଳକୁ ଲେଖିବ ଦୁଃଖ। ଚନ୍ଦ୍ରବିନ୍ଦୁ ତଳ କୋଠରୀରେ ଲେଖିବ ଗାଁ, ନାଁ, କଇଁ, ନାଇଁ, ଚିଆଁ, ମିଆଉଁ, ଡିଆଁ। 3. ଦିଆଯାଇଥିବା ଶବ୍ଦ ପ୍ରଥମ ଅକ୍ଷରରେ ଅନୁସାର ଲଗାଇ ନୂଆ ଶବ୍ଦ ଲେଖିବା ଓ ପଢ଼ିବା। ଲେଖାହେଇଛି କଷ ଲେଖିବ କଂସ, ମାସ ଲେଖିବ ମାଂସ, ହସ ଲେଖିବ ହଂସ, ବସ ଲେଖିବ ବଂଶ, କଷା ଲେଖିବ କଂସା। 4. ଆସ ଶବ୍ଦଗୁଡ଼ିକ ପଢ଼ିବା। ଦୁଃଖ, ଦୁଃଖୀ, ଦୁଃଶାସନ, ଦୁଃସାହସ, ଦୁଃସମୟ। 5. ସାଙ୍ଗମାନଙ୍କ ସହ କଥା ହୋଇ ଠିକ୍ ଜାଗାରେ ଚନ୍ଦ୍ରବିନ୍ଦୁ ଲଗାଇ ଖାଲି ଘରେ ଲେଖିବା ଓ ପଢ଼ିବା। କଇ ଲେଖିବ କଇଁ, ମାଇ ଲେଖିବ ମାଇଁ, ଛୁଇ ଲେଖିବ ଛୁଇଁ, ଭଅଁର ଲେଖିବ ଭଅଁର, ଜାଆଁଳା ଲେଖିବ ଜାଆଁଳା, ପେକାଳି ଲେଖିବ ପେଁକାଳି, ପାଉଶ ଲେଖିବ ପାଉଁଶ, ବାଉଁଶ ଲେଖିବ ବାଉଁଶ, ଅଁଳା ଲେଖିବ ଅଁଳା। 6. ଠିକ୍ ଅକ୍ଷର ତଳେ ହଲନ୍ତ ଚିହ୍ନ ଲଗାଇ ଲେଖିବା ଓ ପଢ଼ିବା। ବିଜୁଳି ତମେମାନେ ଲେଖିବ ବିଜୁଳି ମାରୁଛି ଚକ୍ ମକ୍। ମେଘ ବରଷୁଛି ଟପ ଟପ, ତମେ ଲେଖିବ ମେଘ ବରଷୁଛି ଟପ୍ ଟପ୍। ବେଙ୍ଗୁଲି ଡେଉଁଛି ଖପ ଖପ, ତମେ ଲେଖିବ ବେଙ୍ଗୁଲି ଡେଉଁଛି ଖପ୍ ଖପ୍। ଅଜା ଆଈ ଦୁହେଁ ପାଖରେ ବସି, ତମେ ଲେଖିବ ଅଜା ଆଈ ଦୁହେଁ ପାଖରେ ବସି। କଥା ହେଉଥିଲେ ଚୁପ୍ ଚାପ୍, ତମେ ଲେଖିବ କଥା ହେଉଥିଲେ ଚୁପ୍ ଚାପ୍। 7. ଆସ ପଢ଼ିବା। ହଂସ, କଂସ, ସଂସାର, ବଂଶୀଧର, ସିଂହାସନ, ଦୁଃଖ, ନମ,
ଡିଆଁ ନିଆଁ ଅଇଁଠା ଝାଉଁଳିବା ପାଉଁଶ ଠିକ୍ ରକେଟ୍ ପେନ୍ସିଲ୍। 8 ନମ୍ବର ଆସ ପଢ଼ିବା। ସିଂହ ବଣର ରାଜା ଅଜିତ ଦୁଃଖରେ ବସିଛି। ଦୁଃଶାସନ ଓ ବଂଶୀଧର ଦୁଇ ପଡ଼ୋଶୀ ପାଣି ନ ପାଇ ଗଛଟି ଝାଉଁଳି ଯାଇଛି। ସେବତୀ ସାଇକେଲ ଧରି ଠିଆ ହୋଇଛି। 9 ନମ୍ବର ସୂତଲିଖନ। ଶିକ୍ଷକ ବର୍ତ୍ତମାନ ସୁଦ୍ଧା ଶିଖାଯାଇଥିବା ଅକ୍ଷର ଓ ମାତ୍ରାକୁ ନେଇ 4-5 ଶବ୍ଦ ବିଶିଷ୍ଟ 2ଟି ବାକ୍ୟ ଡାକିବେ। ଶିକ୍ଷକମାନେ ଡାକିବେ, ତମେ ଲେଖିବ। 10 ନମ୍ବର ଦିଆଯାଇଥିବା ଶବ୍ଦଗୁଡ଼ିକୁ ପଢ଼ିବା। ଏହି ଶବ୍ଦଗୁଡ଼ିକୁ ମିଶାଇ 2ଟି ବାକ୍ୟ ଲେଖିବା। ହଠାତ୍ ବେଲୁନ୍ ଫାଟିଗଲା, ପିଲାଟି ମନ ଦୁଃଖ କଲା। ତମେ ଲେଖିବ ହଠାତ୍ ବେଲୁନ୍ଟି ଫାଟିଗଲା, ପିଲାଟିର ମନ ଦୁଃଖ ହେଲା। 11 ନମ୍ବର ନିଜ ଗାଁ ବିଷୟରେ 2ଟି ବାକ୍ୟ ମନରୁ ଭାବି ଲେଖିବା। ତମେ ଲେଖିବ ମୋ ଗାଁର ନାମ ସୁନ୍ଦରପୁର। ମୋ ଗାଁର ପରିବେଶ ଖୁବ୍ ଶାନ୍ତ, ସବୁଜ, ସୁନ୍ଦର ଏବଂ ଏଠାକାର ଲୋକମାନେ ବହୁତ ମିଳିମିଶି ରୁହନ୍ତି। 12 ନମ୍ବର ବନ୍ଧନୀରୁ ଠିକ୍ ଶବ୍ଦ ନେଇ ଖାଲି ଜାଗା ପୂରଣ କରି ପଢ଼ିବା। ସାଇକେଲ, ପେନ୍ସିଲ୍, ବଲ୍। କ ଡ୍ୟାସର 2ଟି ଚକ, ସାଇକେଲର 2ଟି ଚକ। ଖ ମୁଁ ଡ୍ୟାସରେ ଲେଖେ। ତମେ ସେଠି ଲେଖିବ ପେନ୍ସିଲ୍। ମୁଁ ପେନ୍ସିଲରେ ଲେଖେ। ଗ ଡ୍ୟାସଟି ଗୋଲ ଅଟେ। ଗ ତମେ ଲେଖିବ ବଲଟି ଗୋଲ ଅଟେ। 13 ନମ୍ବର ଆସ ପଢ଼ିବା। ପୋଖରୀ କୂଳରେ ଛୋଟ ଠେକୁଆଟିଏ ବସିଥିଲା। ସେ ପୋଖରୀକୁ ଡେଇଁ ଆରପଟକୁ ଯିବାକୁ ଭାବୁଥିଲା। ସେ ଦେଖିଲା, ହଠାତ୍ ବିଲୁଆଟିଏ କୁଦା ମାରି ପୋଖରୀକୁ ଡେଇଁ ପଡ଼ିଲା। ଏଥର ଠେକୁଆ ସାହସରେ ଆରପଟକୁ ଡେଇଁ ପଡ଼ିଲା। ପାଣିରେ ଖେଳୁଥିବା ହଂସ କହିଲା, ଆରେ ବାଃ, ବଢ଼ିଆ ତ। ଏହା ଶୁଣି ଠେକୁଆ ଖୁସି ହେଲା। 14 ନମ୍ବର ଦିଆସିଲି ଖୋଳ ଓ ସୂତା ନେଇ ସେଥିରେ ଟେଲିଫୋନ୍ ତିଆରି କରି ସାଙ୍ଗ ସହ କଥା ହେବା। ଏଇଟା ତମେମାନେ କରିକି ଦିଆସିଲିରେ ତମେ କଥା ହବ। ପୁଣି ଆମେ ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ଗଡ଼ି ଗଡ଼ି ଯାଏ ପଣସ। ପିଲାମାନେ, ଯଦି ତମେ ଉତ୍ତର ଚାହୁଁଛ, ଘରେ ବାପା ମାଆଙ୍କୁ କହିବ ଡେସ୍କ୍ରିପସନରେ ଲିଙ୍କ ଅଛି, ସେଠି କ୍ଲିକ୍ କରିକି ତମକୁ ଟୋଟାଲ ଆନ୍ସର ଦେଖେଇ ଦେବେ। ଧନ୍ୟବାଦ।